ହଁ ସାଙ୍ଗମାନେ ଆଜିର ଏପିସୋଡ଼ରେ ଦେଖିବାକୁ ପାଇବେ ଯେ ଯେତେବେଳେ ଆୟୁଷୁ ଯାଇଥିବ ଗୋଟେ କୁଆଡ଼େ ଆସିଲା ବେଳକୁ ଦେଖିବ ଯେ ଲିପିକା ପଡ଼ିଥିବେ ତଳେ। ଲିପିକା ତଳେ ପଡ଼ିବା ରହସ୍ୟ ହେଉଛି ଲିପିକା ଲୁଗା ଶୁଖାଉଥିବେ। ସେତିକିବେଳେ ସେ ଲୁଗା ଶୁଖିବା ଇଏରେ ତାଙ୍କୁ କରେଣ୍ଟ ମାରିବ, ତାପରେ ସିଏ ତଳେ ପଡ଼ିଯିବେ। ସେତିକିବେଳେ ଆୟୁଷୁ ଦୌଡ଼ିକି ଆସିବେ, କହିବେ ଲିପିକା କ'ଣ ହେଲା ତୁମର, ତେମେ ତଳେ କାହିଁ ପଡ଼ିଗଲ ବୋଲିକି। ସେତିକିବେଳେ ତାଙ୍କ ମା ଜେଜେମା ଆୟୁଷଙ୍କର ଦେଖି କହିବେ ଇଏ ଆୟୁଷ ସେତେବେଳେ ଲିପିକାର ଖରାପ ବେଳେ ଆସିକି ପହଞ୍ଚି ଯାଉଛି କେମିତି। ତାପରେ ଆୟୁଷର ଜେଜେମାର ଆଉ ତା ମାଆର ଦୌଡ଼ିକି ଆସିବୁ, କହିବେ ଆରେ ଲିପିକା ତୁମର କ'ଣ ହେଲା। ତାପରେ ଆୟୁଷ ଲିପିକାକୁ ଉଠେଇ ନେଇକି ଘରକୁ ଯିବେ। ତାପରେ ଲିପିକା ପଚାରିବେ ଲିପିକା ତୁମର କ'ଣ ହେଲା, ତୁମେ କ'ଣ ପାଇଁ ପଡ଼ିଗଲ। ଲିପିକା କହିବେ ମୋତେ କରେଣ୍ଟ ସକ୍ ମାରିଲା ବୋଲି ମୁଁ ପଡ଼ିଗଲି। ତାପରେ ଆୟୁଷ କହିବେ ଯେ ନା, ତୁମେ ଯେଉଁ ଟେନସନ୍ରେ ଅଛ ସେଇଥିଲାଗି ପଡ଼ିଯାଇଛ। ତୁମକୁ ମୁଁ କହିଲି ରେଷ୍ଟ ତୁମର 2 ଦିନ ଦରକାର, ତୁମେ କ'ଣ ପାଇଁ କାମ କରୁଥିଲ। ସଦାବେଳେ ଲୁଗା ଶୁଖାଅ, କିଛି ହୋଇନି, ଆଜି କେମିତି ଏମିତି ହେଲା। ତାପରେ ଆୟୁଷ କହିବେ କିଛି କଥା ନାହିଁ, ମୁଁ ଯାଇ ସେ ତାରକୁ ଦେଖୁଛି, ସେଥିରେ କରେଣ୍ଟ ଭାୟାର କିଏ ପକାଇଥିଲା। ତାପରେ ଲିପିକାକୁ ଦେଖିକି ତାଙ୍କ ଆୟୁଷଙ୍କ ମା କହିବେ ଜେଜେମା ତୁମେ ଟିକେ ଆୟୁଷକୁ ରୋକିଦିଅ, ମୁଁ ଯାଇ ସେ କରେଣ୍ଟରୁ ଭାୟାରଟା କାଢ଼ିଦିଏ। ତାପରେ ଜେଜେମା କହିବେ ଆୟୁଷ ଶୁଣୁ ମୋ କଥା। ଜେଜେମା କହିବେ ଯେ ଆୟୁଷ ଇଏ କାମ ଚୋରଣଟା, ଇଏ କାମ କରିବାକୁ ପଡ଼ୁଛି ବୋଲି ଏମିତି କହୁଛି, ନହେଲେ କିଛି ନାହିଁ। ସେଥିରେ ଆମେ 25 ବର୍ଷ ହେବ ଆମେ ବି ତାରରେ ସେ ଲୁଗା ଶୁଖାଉଥିଲୁ, ଆଉ ଆକୁ ଆଜି କରେଣ୍ଟ ମାରିଗଲା, ଇଏ କାମ ଚୋରଣୀ, ୟା କଥା ତୁ ଜାଣିନୁ। ତାପରେ ଲିପିକା କହିବ ଯେ ନା ଜେଜେମା, ମୁଁ ବି ଶୁଖାଉଥିଲି ଆଗରୁ, ମୁଁ କେଉଁଦିନ କଥା କହୁଥିଲି, ଆଜି ମୋତେ କରେଣ୍ଟ ମାରିଲା ବୋଲି କହିଲା। ଏବେ ଆୟୁଷ କହିବ ଛାଡ଼ ସେ କଥା କିଛି ନାହିଁ, ମୁଁ ଏବେ ଚେକ୍ କରୁଛି। ଆୟୁଷ ଯେତେବେଳେ ଯିବ ଦେଖିବାକୁ, ଆୟୁଷର ମା ଆଗ ତ ଚାଲାକ ପଡ଼ିକି ସେ ତାର କାଢ଼ି ଦେଇଥିବ। ତାପରେ ଆୟୁଷ ଯେତେବେଳେ ଛୁଇଁବ ତାକୁ କରେଣ୍ଟ ମାରିବନି। ଆୟୁଷ ଭାବିବ ଲିପିକା ମୋତେ ମିଛ କହୁଛି। ତାପରେ ଆୟୁଷ ଆସିବେ ଦେଖିବେ। ତାପରେ ଲିପିକା କହିବେ ଲିପିକା କିଛି ନାହିଁ, ମୁଁ ତ ଦେଖିକି ଆସିଲି କିଛି କରେଣ୍ଟ ବାହାରିନି, ତେବେ ଅଧିକ ଟେନସନ୍ରେ ତୁମକୁ ସେମିତି ଲାଗିଛି, ଚାଲ ମୁଁ ତୁମକୁ ତୁମ ରୁମ୍ରେ ନେଇ ଛାଡ଼ିଦେବି। ତାପରେ ଲିପିକାକୁ ଦେଖିକି ଆୟୁଷର ମା କହିବେ ଯେ ମା ଦେଖୁଛ ତ କେମିତି ଆୟୁଷ ଲିପିକା ହାତକୁ କବ୍ଜା ହେଇଗଲାଣି, ଇଏ ମୋ ହାତରୁ ଖସିଗଲା, ଆମେ ସଦାବେଳେ ଏମିତି ଲିପିକା ଆଗରେ ଡରି ଡରି ଚଳିବା। ତାପରେ ଜେଜେମା କହିବେ ଯେ ଦେଖ ଦି ଯା କେମିତି ମିଶିଯାଇଛନ୍ତି, ଦି ଯା ଯେଉଁଠି